ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସପ୍ତମ ଶ୍ରେଣୀର ଜନ୍ମଭୂମି ବିଷୟବସ୍ତୁକୁ ଆଲୋଚନା କରିବା। ଗତ ଭିଡ଼ିଓରେ ଆମେ କବି ପରିଚୟ ଏବଂ ଏହାର 3ଟି ପଦକୁ ଆଲୋଚନା କରିସାରିଥିଲେ ପିଲାମାନେ। ଆଜି ଆମେ ଅନ୍ୟ ପଦକୁ ଆଲୋଚନା କରିବା। ପଦଟିକୁ ଗାନ କରିବା। ଜନମିଲେ ତୋ କୋଳରେ କେତେ ସୁରବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦବ୍ୟାସ ବାଲ୍ମୀକି କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟ ଆଦି ମହାତ୍ମା ଜନେ, ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ, କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ, କେତେ ବୀର ନାରୀ କେତେ ବୀର ଜନନୀ, ସମସ୍ତେ ତୋର ଦୋହିତା ପଦ୍ମିନୀ ସାବିତ୍ରୀ ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ, ନମୟିମା ଭକତି ଭରେ, ଅଧମ ଅକ୍ଷମ ସୁତ ତୋ ଚରଣରେ। ତାହେଲେ ପିଲାମାନେ ଆମେ ଏଇ ଯେଉଁ ପଦଟିକୁ ବୁଝିବା ଟିକେ। ଜନମିଲେ ତୋ କୋଳରେ କେତେ ସୁରବୀର ନରେ, ଅର୍ଥାତ୍ ତୋ କୋଳରେ ବା ତୋର ଭାରତବର୍ଷରେ କେତେ ସୁର ବୀର ମଣିଷମାନେ କ'ଣ କରୁଛନ୍ତି ନା ଏଠାରେ ଜନ୍ମଗ୍ରହଣ କରୁଛନ୍ତି। ସୁରବୀର ନରେ, ନରେର ଅର୍ଥ ହେଲା ମାନେ ନର କହିଲେ ମଣିଷକୁ ବୁଝାଉଛି। ଯେଉଁ ମଣିଷମାନେ ଜନ୍ମଗ୍ରହଣ କରୁଛନ୍ତି ସେମାନେ ହେଉଛନ୍ତି ସୁରବୀର, ସେମାନେ ହେଉଛନ୍ତି ସୈନ୍ୟ, ସେମାନେ ହେଉଛନ୍ତି ଯୋଦ୍ଧା। ଆଉ କ'ଣ ନା ସେମାନେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ଆଉ କ'ଣ ନା ରାମଚନ୍ଦ୍ର, ଆଉ କିଏ ନା ଭୀଷ୍ମ, ଆଉ କିଏ ନା ଦ୍ରୋଣ, ଆଉ କିଏ ନା କର୍ଣ୍ଣ, ଆଉ କିଏ ନା ଅର୍ଜୁନ। ଏଇ ଯେଉଁ ରାମାୟଣ ମହାଭାରତରୁ ଆମେ ଜାଣିପାରିଛୁ ପିଲାମାନେ, ଆମର ଏଇ ଭାରତବର୍ଷରେ ବା ପୁଣ୍ୟ ଏଇ ଆମର ଭାରତରେ କ'ଣ ହେଇଛି ନା ରାମଚନ୍ଦ୍ର ଭଳିଆ ମର୍ଯ୍ୟାଦା ପୁରୁଷୋତ୍ତମ, ଭୀଷ୍ମ ଭଳିଆ ଯୋଦ୍ଧା, ଦ୍ରୋଣ ଭଳିଆ ଯୋଦ୍ଧା, କର୍ଣ୍ଣ ଭଳିଆ ଯୋଦ୍ଧା, ଅର୍ଜୁନ ଭଳିଆ ଯୋଦ୍ଧାଙ୍କର ଏଠାରେ କ'ଣ ହେଇଛି ନା ଜନ୍ମ ହେଇଛି ବା ଏମାନେ ଆବିର୍ଭାବ ହୋଇଛନ୍ତି। ଆଉ କିଏ କିଏ ଆବିର୍ଭାବ ହୋଇଛନ୍ତି ନା ମହାକବି ବେଦବ୍ୟାସ ବାଲ୍ମୀକି କାଳିଦାସ। ଆମେ ବେଦବ୍ୟାସକୁ ଜାଣିଛୁ ପିଲାମାନେ। ଯଦି ଆମେ ଇତିହାସ ପୃଷ୍ଠାକୁ ଆଲୋଚନା କରି ଦେଖିବା ତାହେଲେ ବେଦବ୍ୟାସ ମଧ୍ୟ କ'ଣ କରୁଛନ୍ତି ନା କେତେ ସୁଉଚ୍ଚ କୋଟିର କବିତାମାନ ରଚନା କରୁଛନ୍ତି। ଏଇ ଯେଉଁ ଆମର ରାମାୟଣ ମହାଭାରତ ସବୁ ଏଇମାନଙ୍କର ହିଁ କ'ଣ ନା ଅତୁଳନୀୟ ଅବଦାନ ରହିଛି। ଆମେ ଯଦି କାଳିଦାସଙ୍କର କଥା କହିବା ମେଘଦୂତମ, ସେ ସେଠାରେ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କ'ଣ ନା ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ଏଇ ଭାରତବର୍ଷକୁ ନେଇକି ବେଦବ୍ୟାସ କାଳିଦାସ ଭଳିଆ କବିମାନେ କ'ଣ କରୁଛନ୍ତି ନା ଏହାର ଏଠାରେ ଗୁଣଗାନ ମାନେ ନିଜର ପବିତ୍ର କଣ୍ଠରେ ଗୀତମାନ ଗାନ କରୁଛନ୍ତି। ଆଉ କ'ଣ ନା ଚୈତନ୍ୟ ଆଦି ମହାତ୍ମା ଜନେ, ଚୈତନ୍ୟଙ୍କ ଭଳି ମହାନ ପୁରୁଷ ମହାତ୍ମା ଲୋକ କ'ଣ କରୁଛନ୍ତି ନା ପ୍ରଚାରିଲେ ବିଭୁ ନାମ ଆନନ୍ଦର, ଭଗବାନଙ୍କର ନାମକୁ କ'ଣ କରୁଛନ୍ତି ନା ପ୍ରଚାର କରୁଛନ୍ତି, ପ୍ରଚାର ପ୍ରସାର କରୁଛନ୍ତି। ନିଜ ଜୀବନକୁ ବଳିଦାନ ଦେଇଛନ୍ତି, ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି। କ'ଣ ପାଇଁ ନା ଭଗବାନଙ୍କର ନାମକୁ ଜପିବା ପାଇଁ, ପ୍ରଚାର କରିବା ପାଇଁ, ପ୍ରସାର କରିବା ପାଇଁ। କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ। ଏଠାରେ ଯଦି ଆମେ ଦେଖିବା କେତେଟା ପୁଣ୍ୟବତୀ ଅଛନ୍ତି ଯାହାଙ୍କର ମଧ୍ୟ ଏଠାରେ ଆବିର୍ଭାବ ହୋଇଛି। ଆଉ କେତେଟା ପତିବ୍ରତା ସତୀ ମଧ୍ୟ ଅଛନ୍ତି। ଆମେ ଯଦି ଦେଖିବା ସୀତା ସତୀ, ଦ୍ରୌପଦୀ, ଏମାନେ ହେଉଛନ୍ତି କ'ଣ ନା ପତିବ୍ରତା ନାରୀ। ତାଙ୍କର ମଧ୍ୟ ଏଠାରେ କ'ଣ ହେଇଛି ନା ଜନ୍ମ ବା ଆବିର୍ଭାବ ହେଇଛି। କେତେ ବୀର ନାରୀ କେତେ ବୀର ଜନନୀ, ଏଠାରେ କ'ଣ ହେଇଛି ନା କେତେ ବୀର ନାରୀ ଏଠାରେ ଜନ୍ମଗ୍ରହଣ କରିଛନ୍ତି, କେତେ ବୀର ଜନନୀ ଅଛନ୍ତି ଯାହାକି ତାଙ୍କର ଅତୁଳନୀୟ ଅବଦାନ ରହିଅଛି। ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ। ସେମାନେ ହେଉଛନ୍ତି ସମସ୍ତେ ଗୋଟେ ଗୋଟେ ବୀର ଯୋଦ୍ଧା, ବୀର ରମଣୀ। କିଏ କିଏ? ସୀତା, ଦୁର୍ଗା, ପଦ୍ମିନୀ ସମସ୍ତେ। ନମୟିମା ଭକତି ଭରେ, ନମୟ ଅର୍ଥାତ୍ ନମସ୍କାର ମାଗୋ, ଭକ୍ତିର ସ୍ୱରରେ ଭକ୍ତିର ଭରାରେ ଅର୍ଥାତ୍ ଭକ୍ତିପୂର୍ଣ୍ଣ ଭାବରେ ନମସ୍କାର ମୁଁ କରୁଛି। ଅଧମ ଅକ୍ଷମ ସୁତ, ସୁତ କହିଲେ ପୁତ୍ରକୁ ବୁଝାଉଛି। ମୁଁ ହେଉଛି ଗୋଟେ କ'ଣ ନା ଅଧମ, ମୁଁ ହେଉଛି ଅକ୍ଷମ। ତୋର ଚରଣରେ ମୁଁ କ'ଣ କରୁଛି ନା ବନ୍ଦନୀୟ କରୁଛି ମାଗୋ, ନମସ୍କାର କରୁଛି ବା ନମସ୍କାର ଜଣାଉଛି। ତ ପିଲାମାନେ ଯଦି କିଛି ବୁଝିବାରେ ଅସୁବିଧା ଥାଏ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ। ତାହେଲେ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। Thank you so much
for watching this video. Thank you to all.